ଗତ ଜାନୁଆରୀ 25 ତାରିଖ ଦିନ ସକାଳୁ ଆମର ମାରିଗୁଣ୍ଡା ଯୋଉ ଗାଁ ଅଛି ସେରଙ୍ଗ ଥାନା ଏରିଆରେ ତାଙ୍କର ଘରର ଆର୍ ଲକ୍ଷ୍ମୀ କଲ୍ୟାଣୀ ନିଜ ପରିବାର ବର୍ଗ ସହିତ ଶ୍ରୀକାକୁଲମର ସନ୍ ଟେମ୍ପଲ ବୁଲିବା ପାଇଁ ଯାଇଥିଲେ। ସିଏ ରାତିରେ ପ୍ରାୟ 11:30 ସମୟରେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କ ଘରୁ ସମସ୍ତ ସୁନା ଗହଣା ତାଙ୍କର ଲକର ଭାଙ୍ଗିକିରି ଆଲମିରା ଭାଙ୍ଗିକିରି ଚୋରମାନେ ନେଇଯାଇଥିବାର ସେ ଦେଖିଥିଲେ। ଏଇ ଘଟଣା ସେ ସକାଳୁ ସକାଳୁ ଆସିକିରି ସେରଙ୍ଗ ଥାନା ରିପୋର୍ଟ କରିଥିଲେ ଏବଂ ତାଙ୍କର ଚୋରି ଯାଇଥିବା ସମସ୍ତ ଅର୍ଣ୍ଣାମେଣ୍ଟର ଲିଷ୍ଟ ମଧ୍ୟ ଆମକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଆମର ତଦନ୍ତ ଜାରି ରହିଥିଲା ଏବଂ ଆମେ ବିଭିନ୍ନ ଦିଗକୁ ନେଇକରି ତଦନ୍ତ କରି ଆମର ହେଡକ୍ୱାର୍ଟର ଡିଏସପିଙ୍କର ତତ୍ତ୍ୱାବଧାନରେ ଗୋଟେ ସ୍ପେଶାଲ ଟିମ୍ ଗଠନ କରିଥିଲୁ। ସେ ଟିମ୍ ଏ କାମରେ ବିଗତ ପ୍ରାୟ 10 ଦିନ ହବ ଲାଗିଥିଲେ। ଆମେ ଶେଷରେ ଜାଣିବାକୁ ପାଇଲୁ ଯେ ତାଙ୍କରି ଗାଁ ପାଖର 3 ଜଣ ବ୍ୟକ୍ତି ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇକରି ଏଭଳିଆ କାଣ୍ଡ ଘଟେଇଛନ୍ତି ଏବଂ ସେ 3 ଜଣଙ୍କୁ ଆଣି ପଚରା ଉଚରା କରାଯାଇଥିଲା ସାକ୍ଷୀମାନଙ୍କ ସାମ୍ନାରେ। ସେମାନେ ଇଣ୍ଟରୋଗେସନ ସମୟରେ କନଫେସ କରିଥିଲେ ଯେ ଆମେ ତାଙ୍କ ଭିତରୁ 3 ଜଣଙ୍କ ମଧ୍ୟରୁ 2 ଜଣ ଘର ଭିତରେ ପଶିଥିଲେ ଏବଂ ଜଣେ ବାହାରେ ରହିକି ଜଗି ରହିଥିଲେ କାଳେ ଘରର ଇନମେଟ୍ସ ମାନେ ପଳେଇ ଆସିବେ କି ଅନ୍ୟ କିଏ ଗ୍ରାମବାସୀ ଦେଖିଦେବେ ତାଙ୍କୁ ସେ ବାହାରେ ମଧ୍ୟ ଜଣେ ରହିକି ଏଇ କାମ କରୁଥିଲା। ସେମାନେ ସମସ୍ତ ସୁନା ଗହଣାକୁ ନେଇକି ନିକଟସ୍ଥ ଗୋଟେ ଜଙ୍ଗଲରେ ଗାତ ଖୋଳିକିରି ପୋତି ଦେଇଥିଲେ। ଆଜି ସାକ୍ଷୀ ଏବଂ ପୁଲିସ ସହିତ ଘଟଣାସ୍ଥଳକୁ ଯାଇ ଯୋଉ ଜାଗାରେ ସେମାନେ ଲୁଚେଇଥିଲେ ସେଠାରେ ସେ ନିଜେ ସେ ଜାଗା ଦେଖି ସେଠାରୁ ବାହାର କରିକି ଦବାରେ ସାକ୍ଷୀ ମାନଙ୍କ ଉପସ୍ଥିତିରେ ସେ ସବୁକୁ ସିଜର କରାହେଇଛି ଏବଂ ସିଜର ଲିଷ୍ଟ ତିଆରି କରାହେଇଛି। ସେ 3 ଜଣ ଯୋଉମାନେ ଚୋରିରେ ସମ୍ପୃକ୍ତ ଅଛନ୍ତି ସେମାନେ ମାରିଗୁଡା ଗାଁର ମରାଠୀ ଗିରିବାବୁ, ଅରୁଣ କୁମାର ପ୍ରଧାନ ଆଉ ପାରିଡା ଭିଲେଜର ମୁରଲୀ ନାୟକ। ଏଇ 3 ଜଣ ଘଟଣାରେ ସମ୍ପୃକ୍ତ ଅଛନ୍ତି, ତାଙ୍କୁ ଗିରଫ କରାହେଇଛି। ସମସ୍ତ ସୁନା ଗହଣା ଯାହା ବି ଚୋରି ହେଇଥିଲା ସବୁ ରିକଭରି କରାହେଇଛି। ଆଜି ସେ 3 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ନାଇଁ କୌଣସି ସମ୍ପର୍କ ନାହିଁ, କଲପ୍ରିଟ ମାନଙ୍କର କୌଣସି ସମ୍ପର୍କ ନାହିଁ। ଚୋରି ଯେତିକି ସୁନା ଗହଣା ଯାଇଥିଲା ଏବଂ ଆମେ ତ ସବୁ ରିକଭରି କରିଛୁ, ତାର ବର୍ତ୍ତମାନ ମାର୍କେଟ ଭ୍ୟାଲ୍ୟୁ ପାଖାପାଖି 40ରୁ 45 ଲକ୍ଷ ଟଙ୍କା ହବ ଏବଂ ସେ ସୁନା ବାବଦରେ ତାଙ୍କ ପାଖରେ ଯଥେଷ୍ଟ ଡକୁମେଣ୍ଟ ମଧ୍ୟ ରହିଛି ତାଙ୍କ ସୁନା ବୋଲି ସେ ସବୁକୁ ଚିହ୍ନି ପାରିବେ। ଏମାଉଣ୍ଟ କିଛି ରିକଭରି ହେଇନାହିଁ। ଆମ ଇଣ୍ଟରୋଗେସନ ସମୟରେ ସେମାନେ କୌଣସି ଟଙ୍କା ନେଇଥିବା କଥା ସ୍ୱୀକାର କରିନାହାନ୍ତି। ତଥାପି ଆମେ ଯଦି ଦରକାର ପଡିବ ସେମାନଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିକି ଆଉ ପଚରା ଉଚରା କରିବୁ। ହଁ, ସେଇଟା ଥିଲା ଅଭିଯୋଗ ତାଙ୍କର ଥିଲା, କିନ୍ତୁ ଆମେ ତାଙ୍କର ଚୋରି ଯାଇଥିବା ସମସ୍ତ ସୁନା ଗହଣା ଏବଂ ରୂପା ଗହଣା ଏଗୁଡାକ ପାଇଛୁ, କୌଣସି କ୍ୟାଶ ରିକଭରି ହେଇନାହିଁ। ସେ କହୁଛନ୍ତି ପାଖାପାଖି 1,98,000 ଟଙ୍କା ତାଙ୍କର ସେ ଆଲମିରାରେ ଥିଲା ବୋଲି। ସେ ବାବଦରେ ଆମର ଇଣ୍ଟରୋଗେସନ ଆହୁରି ବି ଟିକେ କରିବୁ ଆମେ। ଯଦି ଇଣ୍ଟରୋଗେସନ ଆମେ ସକ୍ସେସ ହେଲୁ ଭଲ କଥା, ନାହିଁ ତ ପୁଣି ଆମେ ତାଙ୍କୁ ରିମାଣ୍ଡରେ ଆଣିବା। ଏବେ ଯାଏ ଆମର ଇଣ୍ଟରୋଗେସନରେ ଆମେ ଯାହା ଜାଣିବାକୁ ପାଇଛୁ ଏମାନେ ଅନ୍ୟ କୌଣସି କ୍ରାଇମ ଆଗରୁ କରିନାହାନ୍ତି। ତଥାପି ସେମାନଙ୍କୁ କାଳେ ସେମାନଙ୍କର ଅନ୍ୟ କିଛିରେ ଇନଭଲଭମେଣ୍ଟ ଥିବ ସେ ବାବଦରେ ମଧ୍ୟ ଆମର ପଚରା ଉଚରା ଜାରି ରହିଛି। ମୁଁ ଯେମିତି କହିଲି, ଯଦି ଆମେ ଆଉ ଇଣ୍ଟରୋଗେସନ କରୁଛୁ ସେମାନଙ୍କର ଅନ୍ୟ କୋଉଥିରେ ସମ୍ପୃକ୍ତି ଅଛି ବା ଏଇ ଯୋଉ କ୍ୟାଶ କଥା ଉଠୁଛି, ଏଇ 2ଟି ଦିଗକୁ ନେଇକି ଆମେ ବର୍ତ୍ତମାନ ପଚରା ଉଚରା ଜାରି ରଖିବୁ। ଯଦି କୋର୍ଟ ଚାଲାଣ ପୂର୍ବରୁ ତାଙ୍କଠୁ ସବୁ କଥା ଆଦାୟ ନ ହେଇପାରେ, ଆବଶ୍ୟକ ହେଲେ ପୁଣି ଆମେ କୋର୍ଟରେ ପ୍ରେୟାର କରିକି ତାଙ୍କୁ ରିମାଣ୍ଡ କରିବା। ଏତିକି ମୋର ଜିନିଷ ରିକଭରି ହେବାରୁ ମୁଁ ବହୁତ ଖୁସି ଅଛି। ସ୍ପେଶାଲ ଥ୍ୟାଙ୍କ୍ସ ଟୁ ଏସପି ସାର୍ ଆଣ୍ଡ ଏସଡିପିଓ ଡିଏସପି ସାର୍। ଆମର 25th ରେ ଚୋରି ହେଇଥିଲା, 20 ତାପରେ ଏତିକି ଦିନ କମ ଦିନରେ ରିକଭରି କରିକି ଦେଇଛନ୍ତି, ଏତିକି ମୁଁ ଧନ୍ୟବାଦ ଜଣାଉଛି। ଏତିକି ପରିମାଣ ବୋଲି ମୁଁ କହିପାରିନି, କିନ୍ତୁ ଆମ ଜିନିଷଟା କଣ ରିପୋର୍ଟରେ ମୁଁ ପୁରା କ୍ଲିୟରଲି ବର୍ତ୍ତମାନ ସୁନା ଯେତିକି ହେଇଥିଲା ସେଟା ଦେଖେଇଛନ୍ତି ଆଉ ରୂପାଟା କେତିକି ଦେଖେଇଛନ୍ତି, କିନ୍ତୁ କ୍ୟାଶଟା ରିକଭରି 1,98,000।
1,98,000 सस्पेक्ट करथिलु आमे जेबे आसिलु तीफ माने माने मो 112 को कॉल हेल्पलाइन नंबर को कॉल करके जणैथिले से तीफ जे अछि से देखिला सुनिला सुनिकी तापरे आमे घर को पळेला परे से हरिबरी हेई जाउछ नाही आमे से दिन राधा सप्तमी बोली श्रीकाकुलम जाइथिलु सनगढ़ रो फेस्टिवल को आ रिटर्न आसला बेलकू फ्रंट डोर लॉक जिमिति पकेइछु सिमिति थिला किंतु बैक साइड रो सब डोर ब्रेक करके आछन हाँ अंके हरिबरी हेई जाउछन हम आसला बेलकू देखुछु आमे भितर को जाई कि पूरा ऑब्जर्व करछु बाहर के काढछन दी जण निज गारो आ गुटी जण साइड गारो परिडा